କୁକୁରଙ୍କୁ ସାଙ୍ଗେ ଧରି ରାଜା ଗଲେ କରିବାକୁ ଶିକାର। ମାତ୍ର ମହାନଦୀ କୂଳେ ଘଟିଲା ଏକ ବଡ଼ ଚମତ୍କାର। ଦେଖିଲେ ରାଜନ ତାଙ୍କ କୁକୁରକୁ ଘୋଡ଼ାଉଛି ଗୋଟେ ଶଶକ। ଦେଖି ଏହା ଆଚମ୍ବିତ ଦୃଶ୍ୟ ରାଜା ହେଲେ ହତବାକ୍। ମହାନଦୀ ବାବଦଟି ଥିଲା ଏକ ଶିମିଳିଏ ବୃକ୍ଷ ମୂଳେ ଅକସ୍ମାତ୍ ଶଶକ ହେଲେ ଅନ୍ତର୍ଧ୍ୟାନ। ଦେଖି ଚିନ୍ତାମଗ୍ନ ରାଜା ଶିବିରକୁ କଲେ ପ୍ରସ୍ଥାନ। ନିଦ୍ରା କାଳେ ଦେଖି ରାଜା ଏକ ଅଦ୍ଭୁତ ସ୍ୱପ୍ନ। ଉଜାଗର ହୋଇ ରାଜା ବସିଲେ ତୁରନ୍ତ ଦେବୀ ସମଲେଶ୍ୱରୀ ସପନେ କହିଲେ, ନଦୀ ବକ୍ଷେ ରହିଅଛି ଭୂମଦର୍ଭ, ରହୁଛି ମୁଇଁ ଏବେ ତାହାରି ମଧ୍ୟ। ଶିମିଳି ବୃକ୍ଷ ମୂଳେ ମତେ କରଜି ସ୍ଥାପନ, ଏଥିପାଇଁ ମନ୍ଦିର ନିର୍ମାଣ କର ହେ ରାଜନ। ସ୍ୱପ୍ନାଦେଶ ଦେଇ ଦେବୀ ଅନ୍ତର୍ଧ୍ୟାନ ହେଲେ। ନିଦ୍ରା ତେଜି ଦେବୀଙ୍କୁ ଯେ ଭାଳିଲେ ରାଜନ। ଶିମିଳି ବୃକ୍ଷ ମୂଳେ ରାଜା ଦେବୀ ସମଲେଶ୍ୱରୀଙ୍କୁ କରିଲେ ସ୍ଥାପନ। ଶତାବ୍ଦୀ ଶତାବ୍ଦୀ ଧରି ଦେବୀ ହୋଇଛନ୍ତି ସେଠାରେ ଆସିଲେ। ସ୍ୱପ୍ନାଦେଶ ଅନୁରୂପ ରାଜା ଆରମ୍ଭିଲେ ମନ୍ଦିର ନିର୍ମାଣ। ମାତ୍ର ସମସ୍ତ ଉଦ୍ୟମ ତାଙ୍କ ହୋଇଲା ଯେ ପଣ୍ଡ। ଦେବୀ ସମଲେଶ୍ୱରୀଙ୍କ ପରମ ଭକ୍ତ ବଳରାମ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ଆସିଲେ ଆଗେଇ ସମ୍ପନ୍ନ କରିବାକୁ ମନ୍ଦିର ନିର୍ମାଣ।